ଆଜି ଧନୁ ସଂକ୍ରାନ୍ତି, ପୌଷ ମାସର ପ୍ରତିପଦା ପ୍ରଥମ ଦିନ। ଆଜିଠାରୁ ଧନୁ ରାଶିକୁ ସୂର୍ଯ୍ୟଙ୍କର ଚଳନ ଆରମ୍ଭ। ଆଜିଠାରୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ ହୋଇ ଉତ୍ତରାୟଣ ଅର୍ଥାତ୍ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ କାଉ କା ରାବ ଦେବା ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆଦ୍ୟ ଭୋଗ ଭାବରେ ଲାଗିହେବ। ବିରି ଓ ଗହମରେ ଘୃତପାକ ହୋଇଥିବା 23 ପ୍ରକାରର ପିଠା ସହ ମୁଆଁ ଲାଗି ହୋଇଥାଏ ଏହି ପହିଲି ଭୋଗରେ। ଏ ଭିତରେ ମାର୍ଗଶିର ମାସ ସହ ମାଣବସା ଗୁରୁବାର ବି ଶେଷ ହୋଇଯାଇଛି। ଧନ ଧାନ୍ୟ ଶ୍ରୀ ଓ ସମୃଦ୍ଧି ବୃଦ୍ଧି ନିମନ୍ତେ ପ୍ରତ୍ୟେକ ଓଡ଼ିଆ ଘରେ ଏହି ପର୍ବ ବେଶ ନିଷ୍ଠାର ସହ ପାଳନ କରାଯାଇଥାଏ। ଏହି ମାସର ପ୍ରତ୍ୟେକ ଗୁରୁବାର ଘର ବାରି ଅଗଣା ଲିପାପୋଛା କରି ସୁଦୃଶ୍ୟ ଲକ୍ଷ୍ମୀପାଦ ଚିତା ଝୋଟିରେ ସୁଶୋଭିତ କରାଯାଏ। ପୂଜା ଘରେ ଧାନ କେଣ୍ଡାକୁ ଗୁନ୍ଥି ଧାନ ବେଣୀ ବା ଧାନ ମେଣ୍ଟାରେ ସଜାଯାଏ ଓ ଧାନ ଭର୍ତ୍ତି ମାଣକୁ ପୂଜାସ୍ଥଳରେ ସ୍ଥାପନା କରି ଧନ ଧାନ୍ୟ ଓ ଦୟା କ୍ଷମାର ଦେବୀ ମାତା ଲକ୍ଷ୍ମୀକୁ ପୂଜା କରାଯାଇଥାଏ। ପଞ୍ଚଦଶ ଶତାବ୍ଦୀରେ କବି ବଳରାମ ଦାସଙ୍କ ବିରଚିତ ଲକ୍ଷ୍ମୀ ପୁରାଣରେ ଏ ବାବଦୀୟ ସମସ୍ତ କାହାଣୀ ବର୍ଣ୍ଣିତ ହୋଇଛି, ଯାହାର ଆଲୋଚନାର ପ୍ରୟୋଜନ ନାହିଁ ଏଠି। ତେବେ ଏତିକି କହିବା ବାଞ୍ଛନୀୟ ଯେ ଲକ୍ଷ୍ମୀ ପୁରାଣକୁ ପୂଜାର୍ଚ୍ଚନା କରି ମୁଣ୍ଡିଆ ମାରି ଆମେ ଖଟୁଳିରେ ସାଇତି ରଖିଲେ ସିନା, ହେଲେ ତାର ମୂଳ ତତ୍ତ୍ୱକୁ ଆଜି 500 ବର୍ଷ ପରେ ମଧ୍ୟ ଆମେ ଜାଣିଲେ ନାହିଁ କି ବୁଝିଲେ ନାହିଁ। ନଗର ଭ୍ରମଣ ବେଳେ ଅସ୍ପୃଶ୍ୟା ଶ୍ରିୟା ଚାଣ୍ଡାଳୁଣୀ ଘରେ ପ୍ରବେଶକୁ ନେଇ ଏ କଥାର ଆରମ୍ଭ। ଆଜି ସରକାର ଯେଉଁ ନାରୀ ସଶକ୍ତିକରଣର କଥା କହୁଛନ୍ତି, সেই ନାରୀ ସଶକ୍ତିକରଣର ଆନ୍ଦୋଳନ ଓଡ଼ିଆ କବି ବଳରାମ ଦାସ ହିଁ ଆରମ୍ଭ କରିଥିଲେ 500 ବର୍ଷ ତଳୁ ଏହି ଲକ୍ଷ୍ମୀ ପୁରାଣ ମାଧ୍ୟମରେ। ଆମେ ଯେଉଁ ଅସ୍ପୃଶ୍ୟତା ଓ ଦଳିତର ପ୍ରସଙ୍ଗ ଉତ୍ଥାପନ କରୁଛେ ବିଭିନ୍ନ ମଞ୍ଚରେ, ଏପରିକି ପରିଷ୍କାର ପରିଚ୍ଛନ୍ନତାକୁ ନେଇ ଯେଉଁ ସ୍ୱଚ୍ଛ ଭାରତର କଥା କହୁଛେ, ତାହା ମଧ୍ୟ ଏହି ଲକ୍ଷ୍ମୀ ପୁରାଣ କଥାରୁ ଆରମ୍ଭ ହୋଇଥିଲା, ଯେତେବେଳେ ଅସ୍ପୃଶ୍ୟା ଶ୍ରିୟା ଚାଣ୍ଡାଳୁଣୀର ପରିଷ୍କାର ପରିଚ୍ଛନ୍ନ ଘର ଦୁଆର ଓ ହୃଦୟରେ ମୁଗ୍ଧା ମାତା ଲକ୍ଷ୍ମୀ ଶ୍ରିୟା ଗୃହରେ ପ୍ରବେଶ କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ମାଣବସା ଗୁରୁବାର ଓଷା ହେଉ କି ଧନୁ ସଂକ୍ରାନ୍ତିର ଧନୁମୁଆଁ, ଏହା ଓଡ଼ିଶା ଛଡ଼ା ଅନ୍ୟ କୌଣସି ରାଜ୍ୟ ବା ଦେଶରେ ପାଳିତ ହୁଏ ନାହିଁ। ଏହା ଓଡ଼ିଶାର ଏକ ସ୍ୱତନ୍ତ୍ର ଓ ମଧୁର ଅନୁଭବର ପର୍ବ, ଯାହା ସହିତ ଜଡ଼ିତ ହୋଇ ରହିଛନ୍ତି ଓଡ଼ିଆ ଆରାଧ୍ୟ ଶ୍ରୀ ଜଗନ୍ନାଥ ଓ ଶ୍ରୀମନ୍ଦିର। ଏହାଠାରୁ ବଳି ଓଡ଼ିଆ ଅସ୍ମିତାର ଉଦାହରଣ ଆଉ କିଛି ନ ଥାଇପାରେ ଏବଂ ଏହି ସ୍ୱଚ୍ଛ ଭାରତ, ଅସ୍ପୃଶ୍ୟତା ତଥା ନାରୀ ସଶକ୍ତିକରଣ ଏବେ ସମଗ୍ର ଦେଶ ପାଇଁ ଏକ ଆନ୍ଦୋଳନ, ଯାହା ଦୂରଦୃଷ୍ଟି ସମ୍ପନ୍ନ ପ୍ରାତଃସ୍ମରଣୀୟ ଓଡ଼ିଆ କବି ବଳରାମ ଦାସଙ୍କର ଅବଦାନ। ଓଡ଼ିଆ ଅସ୍ମିତାର କଥା କହିବା ବେଳେ ଓଡ଼ିଆ ଭାଷା ସାହିତ୍ୟ ବି ତାହାର ଆଉ ଏକ ବଳିଷ୍ଠ ଶୃଙ୍ଖଳ। ସଂଯୋଗକୁ ଗତ 6 ଡିସେମ୍ବରରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ, ଯାହା ଚାଲିବ 17 ଡିସେମ୍ବର ଯାଏଁ 12 ଦିନ ବ୍ୟାପୀ। ହିମାଳୟ ପଟୁ ବହୁଥିବା ପଶ୍ଚିମା ପବନ ଯୋଗୁଁ ସାରା ଓଡ଼ିଶା ଜାଡ଼ରେ କୁଙ୍କୁରି ଯାଉଥିବା ବେଳେ ଏହି ପୁସ୍ତକ ମେଳାରେ ଯେଉଁଭଳି ଭାବରେ ଆଶାତୀତ ଠେଲାପେଲା ଭିଡ଼ ହେଉଛି ଏବଂ ଯେଉଁ ପରିମାଣରେ ପୁସ୍ତକ ବିକ୍ରି ହେଉଛି, ତାହାକୁ ଦେଖିଲେ ବାରମ୍ବାର ଶୁଣି ଆସୁଥିବା ଓଡ଼ିଆରେ ପାଠକ ନାହାନ୍ତି, ଲୋକେ ପୁସ୍ତକ ବିମୁଖ ହେଲେଣି, ଭଲ ବହି ଦେଖାଯାଉନି, ଏସବୁ ଭୁଲ ପ୍ରମାଣିତ ହେଉଛି। ଏ ମଧ୍ୟରେ ସେଠାରେ ଶତାଧିକ ନୂତନ ପୁସ୍ତକର ଉନ୍ମୋଚନ ଏବଂ ପ୍ରତି ସନ୍ଧ୍ୟାରେ ଓଡ଼ିଶାର ବରିଷ୍ଠ ଓ ବୟୋଜ୍ୟେଷ୍ଠ ସାହିତ୍ୟରଥୀଙ୍କର ସମାଗମ ଓ ସମ୍ପାନ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଶୁଭ ସଂକେତ ନିଶ୍ଚିତ। ଏସବୁ ଭିତରେ ବି ଗୋଟେ ଗୋଟେ ପ୍ରତିକୂଳ ଘଟଣା ଓ ଚିତ୍ର କିଛି କ୍ଷଣ ପାଇଁ ମନକୁ ଆନ୍ଦୋଳିତ କରିଦିଏ, ଯାହାର ଅବଶ୍ୟ କୌଣସି ପ୍ରାସଙ୍ଗିକତା ନଥାଏ। ଗୋଟିଏ ସମ୍ଭ୍ରାନ୍ତ ପ୍ରକାଶକଙ୍କ ଷ୍ଟଲ୍ ଭିତରକୁ ପିତାମାତାଙ୍କ ସହ ପଶି ଆସିଥିବା ଗୋଟିଏ ତରୁଣ ତାର ବାପା ମାଙ୍କୁ ନାକ ଛିଞ୍ଚାଣି ଟିକେ ବଡ଼ ପାଟିରେ କହି ପକାଏ, ସିଟ୍, ଏଠି ବି ଖାଲି ଓଡ଼ିଆ ରାଇଟରଙ୍କ ବହି। ଏବଂ ପୁଅର ଏଭଳି ମନ୍ତବ୍ୟ ଶୁଣି ଗର୍ବ ଓ ଗୌରବରେ ସ୍ଫୀତ ହେଇ ଉଠୁଥାଏ ପିତାମାତାଙ୍କ ଛାତି। ଆହା, କେଡ଼େ ଦୟନୀୟ ଭାବରେ ଦରିଦ୍ର ଓ ମୂଢ଼ ଏମାନଙ୍କର ବିବେଚନା ଶକ୍ତି। ମୋର ମନେ ପଡ଼ୁଥିଲା ଆଜିଠାରୁ 33 ବର୍ଷ ତଳେ ମୁଁ ନୂଆଦିଲ୍ଲୀ କେନ୍ଦ୍ର ସଚିବାଳୟ ସେବାରେ ଯୋଗ ଦେବା ଦିନର କଥା। ମୋର ଜଏନିଂ ନେଉଥିବା ଅଧିକାରୀ ଜଣକ, ଯିଏକି ହରିୟାଣାର ଲୋକ, ମୋର ଚେହେରା ଦେଖି ପଚାରିଲେ, ଆର୍ ୟୁ ଫ୍ରମ୍ ମାଦ୍ରାସ? ମୁଁ କହିଲି, ନୋ, ଆଇ ଏମ୍ ଫ୍ରମ୍ ଓଡ଼ିଶା। ସେ କହିଲେ, ଓ, ଫ୍ରମ୍ ହ୍ୱିଚ୍ ଷ୍ଟେଟ୍? ମୁଁ କହିଲି, ମାଇ ଷ୍ଟେଟ୍ ଇଜ୍ ଓଡ଼ିଶା।
ସେ ଭାବିଲେ ମୁଁ ବୋଧହୁଏ ଏହି ସମ୍ଭ୍ରାନ୍ତ ଇଂରାଜୀ ଭାଷାକୁ ବୁଝିପାରୁନାହିଁ। ତେଣୁ ସେ ହିନ୍ଦୀରେ ମୋତେ ବୁଝେଇବା ଭଳି ପଚାରିଲେ, ଓ तो मैं जानता हूँ कि आप उड़ीसा से आए हैं, मगर वो कौन सी राज्य में है, जैसे बिहार या उत्तर प्रदेश? ମୁଁ ସଂକୁଚିତ ହୋଇଗଲି କିଛି କ୍ଷଣ ପାଇଁ। କହିଲି, यूपी बिहार यूपी जैसा ओडिशा भी एक स्वतंत्र राज्य है। एकथा सेतेबेले मते बहुत कष्ट देइथिला जे ओडिया कोन एते दुर्बल जे आम देशर लोके भी जानती नाही ओडिशा नारे गोटे राज्य अछि बोली। मात्र पर मुहूर्तरे मोर एई क्षोभ दूरीभूत भी हेगला जे मो राज्यर चतुर्थ श्रेणी रे पढुथुवा छात्रटी भी जाने भारत रे केतोटी राज्य अछि ओ केतोटी केंद्र शासित अंचल एवं सेमानकर राजधानीर नाम कोन। प्रांजल इंग्राजी कहूथुवा जेउ लोक ओडिशा गोटे राज्य बोली जाने नाही, ताहा तार स्वल्प बुद्धि और अज्ञानता छड़ा आउ किछि नुहे। जहाँ भी हो, ए 33 वर्ष भितरे ओडिशा तार स्थापत्य, तार कला साहित्य और खेलकूद को नहीं विश्व मंच एक स्वतंत्र परिचय सृष्टि करि पारिछि। तेबे एबे भी अनेक पथ चलिबाकू अछि। केवल मुहरे ओडिया अस्मितार डिंडिम पिटी बाहास्फोट मारिदेले अस्मिता उज्जवल हुए नहीं। सेतिपाई कार्यान्वयन भी आवश्यक, जहाँ परिदृष्ट होइतला एथर पुस्तक महोत्सव उद्घाटन समय रे, जेतेबेले उद्घाटक मानकर अस्मितार अनुपस्थिति हेतु उद्घाटन 2.5 घंटा विलंब होइतिला। बंदे उत्कल जननी।